ସମସ୍ତଙ୍କ ପାଇଁ ମୁଁ ଆଉ ଗୋଟେ ଜରୁରୀ ଭିଡ଼ିଓ ନେଇକି ଆସିଛି। କେଉଁମାନଙ୍କୁ ସୁଭଦ୍ରା ଟଙ୍କାଟି ମିଳିବନି, ଆଉ ମିଳିବନି ସୁଭଦ୍ରା ଟଙ୍କା, କେଉଁ ମହିଳାମାନଙ୍କୁ ମିଳିବନି ସୁଭଦ୍ରା ଟଙ୍କା, ସୁଭଦ୍ରା ଟଙ୍କା ନ ମିଳିବାର କାରଣ କ'ଣ ଅଛି, କେଉଁ ମହିଳାମାନଙ୍କୁ ଟୋଟାଲି ସୁଭଦ୍ରା ଟଙ୍କା ବନ୍ଦ ହୋଇଯାଇଛି, କେମିତି ଆପଣମାନେ ଜାଣିପାରିବେ ଆପଣଙ୍କର ସୁଭଦ୍ରା ଟଙ୍କା ଆସିବ ନା ନାହିଁ ବ୍ୟାଙ୍କ ଖାତାକୁ, ମୁଁ ଫୁଲ୍ ଡିଟେଲ୍ସ କହିବି, ଆପଣମାନଙ୍କୁ ଜଣାଇବି। ମୋ ଭିଡ଼ିଓକୁ ଧ୍ୟାନର ସହିତ ଦେଖନ୍ତୁ। ସଲ୍ୟୁସନ୍ ମଧ୍ୟ ମୁଁ କହିବି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କାଟି କେମିତି ଆସିବ। ପ୍ରଥମେ ଆପଣମାନେ କମ୍ପ୍ୟୁଟରରେ ହେଉ କିମ୍ବା ମୋବାଇଲରେ ହେଉ ଆପଣମାନେ କ୍ରୋମ୍ ବ୍ରାଉଜରଟି ଓପନ୍ କରିନେବେ। ଗୁଗଲ୍ ସର୍ଚ୍ଚରେ ସର୍ଚ୍ଚ କରିବେ ସୁଭଦ୍ରା ଯୋଜନା। ସର୍ଚ୍ଚ କଲା ପରେ ଏହିପରି ଗୋଟିଏ ନୂଆ ପେଜ୍ଟି ଆସିଯିବ। ପ୍ରଥମ ଲିଙ୍କରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ସୁଭଦ୍ରା ପୋର୍ଟାଲଟି ଓପନ୍ ହୋଇଗଲା। ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ। ଦେଖନ୍ତୁ ଏଇଠି ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକା, ତ ଏଇଠି ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ନୂଆ ପେଜ୍ଟି ଆସିଗଲା। ଏଇଠି ଦେଖନ୍ତୁ NPCI ରିଜେକ୍ଟ ଲିଷ୍ଟ ବା ରିଜେକ୍ଟ ତାଲିକାଟି ଦେଖନ୍ତୁ। ପ୍ରଥମରେ ଜିଲ୍ଲା ଆପଣମାନେ ସିଲେକ୍ଟ କରିବେ, ଆପଣଙ୍କ ଜିଲ୍ଲାଟି ଡିଷ୍ଟ୍ରିକ୍ଟ। ତାପରେ ଦ୍ୱିତୀୟରେ ବ୍ଲକଟି ଚୁଜ୍ କରିବେ। ଆଉ ତୃତୀୟରେ ଦେଖନ୍ତୁ ଆପଣଙ୍କର GPT ବା ଗ୍ରାମ ପଞ୍ଚାୟତଟି ସିଲେକ୍ଟ କରିବେ। ନିର୍ଦ୍ଦେଶାବଳୀ ଦେଖନ୍ତୁ ସୁଭଦ୍ରା ସହାୟତା ପାଇଁ NPCI ରିଜେକ୍ଟ ତାଲିକା ଥିବା ହିତାଧିକାରୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ କରିବା ଅନୁରୋଧ। ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ କରିବା ଦରକାର। ତ ଦେଖନ୍ତୁ ଏଇଠି ଦେଖନ୍ତୁରେ କ୍ଲିକ୍ କରନ୍ତୁ ୟେଲୋ କଲରରେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଗ୍ରାମ ପଞ୍ଚାୟତଟି ଆସିଗଲା। ଆଉ ଏଇଠି NPCI ବିଫଳ ବା ରିଜେକ୍ଟ PDFଟି ଆସିଗଲା। PDFରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଡାଉନଲୋଡ଼ ହୋଇଗଲା। ଡାଉନଲୋଡ଼ ଅପସନରେ କ୍ଲିକ୍ କରନ୍ତୁ ଆଉ PDFକୁ ଚୁଜ୍ କରନ୍ତୁ ବା ଓପନ୍ କରନ୍ତୁ। ଦେଖିନିଅନ୍ତୁ ଏଇଠି ଭିଲେଜ ନେମ୍ ଅଛି, ଆଉ ଏଇଠି ଆପ୍ଲିକାଣ୍ଟ ID ଅଛି, ଆଉ ଏଇଠି ଆପ୍ଲିକାଣ୍ଟଙ୍କ ନେମ୍, ଏଇଠି ଆପ୍ଲିକାଣ୍ଟଙ୍କ ହଜବେଣ୍ଡ ବା ଫାଦର ନେମ୍ ଦେଖିନିଅନ୍ତୁ। କେଉଁ କାରଣରୁ ଏଇଟା ରିଜେକ୍ଟ ହୋଇଛି ଦେଖନ୍ତୁ। ଏହି ମହିଳା ଗୁଡ଼ାକ ଆଉ ସୁଭଦ୍ରା ଟଙ୍କା ପାଇବେନି। ଗୋଟିଏ ମାତ୍ର ଉପାୟ, ଏମାନଙ୍କର ଆଧାର ସିଡ଼ିଂଟି ହେବା ଦରକାର, NPCI ବା DBT ହେବା ଦରକାର। DBT ବା NPCI କେମିତି କରିବେ? ଘରେ ବସିକି ଆପଣମାନେ ଆଧାର ସିଡ଼ିଂଟି କରିପାରିବେ ନିଜ ଫୋନ୍ରେ ହିଁ, କୌଣସି ବ୍ୟାଙ୍କକୁ ଯିବା ଦରକାର ନୁହେଁ। ମୋ ଭିଡ଼ିଓ ମୁଁ ଆଗରୁ ବନେଇ ସାରିଛି, ଆପଣମାନେ ନିହାତି ଭାବରେ ଦେଖନ୍ତୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଯାଇକି। ମୋର ଭଉଣୀମାନଙ୍କୁ ଆଉ ଥରେ କହୁଛି ମୁଁ, ଆପଣମାନେ ନିଜର ଚେକ୍ କରନ୍ତୁ। ରିଜେକ୍ଟ ହୋଇଥିଲେ ଆପଣମାନେ ଆଧାର ସିଡ଼ିଂଟି କରନ୍ତୁ ବା ଆଧାର ଲିଙ୍କ କରନ୍ତୁ। ଚାଲନ୍ତୁ ବ୍ୟାକ୍ ଯିବା। ଆଉ ଥରେ ବ୍ୟାକ୍ରେ କ୍ଲିକ୍ କରିବା। ସୁଭଦ୍ରା ପୋର୍ଟାଲ ପ୍ରଥମ ପେଜ୍କୁ ଆସିଗଲୁ। ଦେଖନ୍ତୁ ସ୍କ୍ରୋଲ୍ କରିବା ଉପରକୁ। ଏଇଠି ଦେଖନ୍ତୁ ଆପଣମାନେ ହେଲ୍ପଲାଇନ୍ରେ ମଧ୍ୟ କଲ୍ କରିକି ଆପଣମାନେ ସ୍ଥିତିଟି ଜାଣିପାରିବେ ଆପଣଙ୍କର ନିଜର, କେମିତି କ'ଣ ସଲ୍ୟୁସନ୍ଟି ଆପଣମାନେ ପାଇପାରିବେ। ସୁଭଦ୍ରା ହେଲ୍ପଲାଇନ୍ ଅଧିକାରୀ ସହିତ କଥା ହେଇକି। ତ ଆବେଦନ ସ୍ଥିତିରେ କ୍ଲିକ୍ କରନ୍ତୁ। ଏମିତିକା ନୂଆ ପେଜ୍ଟି ଆସିଗଲା। ପ୍ରଥମରେ ଆପଣମାନେ ଏଇଠି ଆପଣଙ୍କର ଆଧାର ନମ୍ବରଟି ଫିଲ୍ କରିନେବେ। ଦେଖନ୍ତୁ ଟିକ୍ ବକ୍ସରେ ଟିକ୍ କରିନେବେ ଆଉ ଲଗ୍ଇନ୍ରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଗୋଟିଏ OTP ଯିବ ଆପଣଙ୍କର ଆଧାର ନମ୍ବର, ଯେଉଁ ଆଧାର ନମ୍ବର ଲିଙ୍କ ଥିବ ସେଇ OTPଟି ଏଇଠି ଫିଲ୍ କରିନେବେ। ତ ଏଇଠି OTP ସହିତ ଯାଞ୍ଚରେ କ୍ଲିକ୍ କରିବେ। ଭିଡ଼ିଓ ମାଧ୍ୟମରେ ଏଗୁଡ଼ାକ ମୁଁ ଆଗରୁ ଜଣାଇ ସାରିଛି। ମୋ ଚ୍ୟାନେଲକୁ ଯାଇକି ଆପଣମାନେ ଦେଖିନିଅନ୍ତୁ। ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ଟିକୁ ପ୍ରେସ୍ କରନ୍ତୁ।